ବର୍ଷା ଋତୁ। ପ୍ରିୟ ଦର୍ଶକ ବନ୍ଧୁ, ଆମ ଓଡ଼ିଆରେ ଯେଉଁ ଏଇ ମାସ ଆଷାଢ଼ ଓ ଶ୍ରାବଣ, ଏଇଟା ବର୍ଷା ଋତୁର ମାସ। ଏହି ସମୟରେ ବର୍ଷା ନିଜର ରୂପ ଦେଖାଇଥାଏ। ସେଇ ବର୍ଷା କେତେକ ଚାଷୀମାନଙ୍କ ପାଇଁ ତ ଭଲ ଉପଯୋଗୀ ସାବ୍ୟସ୍ତ ହୁଏ, ତ ଆଉ କାହା ପାଇଁ ମୁଣ୍ଡ ବ୍ୟଥାର କାରଣ ବନିଯାଏ। କିନ୍ତୁ ଦର୍ଶକ ବନ୍ଧୁ, ଏଇ ଯେଉଁ ବର୍ଷା, ଆମର ଋତୁଚକ୍ରରେ ଏହାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଆମେ ମଧୁର ଜଳ ପାଇଥାଉ। ଏହାଦ୍ୱାରା ସମସ୍ତଙ୍କୁ ପାନୀୟ ଜଳ ମିଳିଥାଏ। ତେଣୁକରି ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ବର୍ଷା ଋତୁ ଆମର ଏଇ ଋତୁଚକ୍ରରେ ରହିବା ନିହାତି ଦରକାର। ଋତୁଚକ୍ରରେ ବର୍ଷା ଋତୁ ନ ରହିଲେ ଜୀବନଟା ଅସ୍ତବ୍ୟସ୍ତ ହୋଇଯିବ। ଖରାର ଏଇ ଯେଉଁ ଗରମଟା ଯେଉଁ ସାରା ରାଜ୍ୟରେ ଖେଳି ଯାଇଥିଲା, ଏଇ ଯେଉଁ ବୈଶାଖ ଜ୍ୟେଷ୍ଠ ଯେତେବେଳେ ଆସିଥିଲା, ସେତେବେଳେ ସମସ୍ତଙ୍କ ଦେହରେ ମାନେ ଖରାର ପ୍ରକୋପ ବଢ଼େଇ ଲୋକଙ୍କର ଅସହ୍ୟ ଯନ୍ତ୍ରଣା, ଅସହ୍ୟ ତାତି ଦେଉଥିଲା। କିନ୍ତୁ ଦର୍ଶକ ବନ୍ଧୁ, ବର୍ଷା ଋତୁ ଆସିଲା ପରେ ତାହା ଧୀରେ ଧୀରେ କମ୍ ହୋଇଯାଏ, ତା'ର ପ୍ରଭାବ ଧୀରେ ଧୀରେ କମିଯାଏ। କିନ୍ତୁ ନୂଆରେ ଦେଖିବାକୁ ଗଲେ ଏସବୁ ଭଲ ଲାଗେ, ନୂଆରେ ସବୁକିଛି ଠିକ୍ ଲାଗେ। କିନ୍ତୁ ଧୀରେ ଧୀରେ ଏହାର ପ୍ରକୋପ ଟିକେ ଲୋକମାନଙ୍କ ପାଇଁ ଭଲ ପ୍ରଭାବ ପଡ଼େ ନାହିଁ। ସବୁବେଳେ ବର୍ଷା ରାସ୍ତା ସାରା କାଦୁଅ ହୋଇଯାଇଥିବ, ଲୋକମାନେ ଯିବା ଆସିବା ପାଇଁ ଅସୁବିଧା ହେଉଥିବେ, କୁଆଡ଼େ ଯିବା ଆସିବା କରିପାରୁନଥିବେ, ରାସ୍ତାରେ ଯାଉଥିବେ, ଅଚାନକ ବର୍ଷା ହୋଇଯିବ, ତ ଲୋକମାନେ ସେଇଠି ହଇରାଣ ହେବେ। ଏହି ସମୟରେ ଥଣ୍ଡା, ଜ୍ୱର, ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ମଧ୍ୟ ଅଛି। ତ ଦର୍ଶକ ବନ୍ଧୁ, କେଉଁଠି ନା କେଉଁଠି ବର୍ଷା ଋତୁ ମାନେ କୁପ୍ରଭାବ କେଉଁଠି ନା କେଉଁଠି ଅଛି। ଏହାଦ୍ୱାରା ଲୋକମାନେ ବିଭିନ୍ନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସବୁ ଜିନିଷର ଭଲ ଅଛି ତ ସବୁ ଜିନିଷର ଖରାପ ମଧ୍ୟ ଅଛି। ଏଇ ଋତୁର ଭଲ ଫାଇଦା ଅଛି ତ ଏଇ ଋତୁର ଖରାପ ଫାଇଦା ମଧ୍ୟ ଅଛି, ଖରାପ ଜିନିଷ ମଧ୍ୟ ଅଛି। ଭଲ ତ ଆପଣ ଜାଣିଛନ୍ତି, ଯେମିତି କହିଲେ ପନିପରିବା ଭଲ ଏଇ ସମୟରେ ହୋଇଥାଏ, ଭଲ ମାନେ ଚାଷବାସ କାର୍ଯ୍ୟରେ ଏସବୁ ଭଲ ହୋଇଥାଏ। ଆଉ ଏଇ ସମୟରେ ନଦୀ ସବୁ, ଯେଉଁ ନଦୀ ବୈଶାଖ ଜ୍ୟେଷ୍ଠ ପ୍ରଭାବରେ ଶୁଖି ଯାଇଥିବ, ଏଇ ଆଷାଢ଼ ଶ୍ରାବଣ ଆସିଲେ ନଦୀ ସବୁ ପୂର୍ଣ୍ଣ ହୋଇଯାଏ। ତେଣୁକରି ଏଇ ଦୃଷ୍ଟିରୁ ମଧ୍ୟ ବର୍ଷା ଋତୁ ଭଲ। କିନ୍ତୁ ଛୋଟ ପିଲାଙ୍କ ପାଇଁ ମଧ୍ୟ ବହୁତ ଭଲ। ଏହି ସମୟରେ ପିଲାମାନେ ଡଙ୍ଗା ଖେଳିଥାନ୍ତି, କାଗଜ ଡଙ୍ଗା ବନେଇକି ପାଣିରେ ଭସେଇ, ଯାରେ ଭାସିଯା ମୋ କାଗଜ ଡଙ୍ଗା ଭାସିଯା ଗୀତ ଗାଇକରି ପାଣିରେ ଡଙ୍ଗା ଭସେଇଥାନ୍ତି। ତ ଗୋଟେ ଆନନ୍ଦର ଋତୁ ଏଇଟା, ଗୋଟେ ଖୁସିର ଋତୁ ବି ଆମେ କହିପାରିବା। ଏଇ ଋତୁରେ ଛୋଟ ଛୋଟ ପିଲାମାନେ ବାହାରେ ଖେଳନ୍ତି, ଡିଅନ୍ତି, ବେଙ୍ଗ ରଡ଼ି କରେ, ମୟୂର ମଧ୍ୟ ନାଚେ ଏଇ ସମୟରେ। ତ ଏଇଠି ପିଲାମାନଙ୍କ ଦୃଷ୍ଟିରୁ ଦେଖିବାକୁ ଗଲେ ଏଇ ଋତୁରେ ବହୁତ ଭଲ ଋତୁ। ସେମାନଙ୍କୁ ଚିନ୍ତା ନଥାଏ, ଥଣ୍ଡା କି ଜ୍ୱର ଚିନ୍ତା ନଥାଏ। ବାହାରେ ବର୍ଷା ହେଲା, ଚାଲ ଖେଳିବା, ମଜା ନେବା, କାଗଜ ଡଙ୍ଗା ପାଣିରେ ଭସେଇବା। ତ ଏମିତି ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ବର୍ଷା ଋତୁରେ। ଏଇ ଋତୁର ମଜା ନା ହୃଦୟ ସହିତ ନେବା ଦରକାର। ଗୋଟେ ନିଜର ମନରୁ ସେଇ ଯେଉଁ ଛୋଟ ପିଲାଟେ ଯେଉଁ ହଜିଯାଇଛି, ଆମେ ଯେମିତି ଛୋଟ ଥିଲାବେଳେ ଯେମିତି ହେଉଥିଲେ, ବଡ଼ ହେଲା ପରେ ତ ସେସବୁ ହଜିଯାଇଛି କେଉଁଠି ନା କେଉଁଠି। ତ ଏଇ ଋତୁ ଆସିଲା ପରେ ଆମ ମନ ଗୋଟେ ସେଇ ଛୋଟ ପିଲାର ଭାବନା ଆସିବା ଦରକାର, ସେଇ କୁନି ପିଲାର ଭାବନା ଆସିବା ଦରକାର ଯେ ବର୍ଷା ଋତୁ ଆସିଲେ, କେତେ ଆନନ୍ଦର ଋତୁ ଆସିଲେ, ଏଇ ସମୟରେ କେତେ କ'ଣ ଖାଇବାକୁ ମିଳିବ, କେତେ କ'ଣ ଗରମ ଗରମ ଖାଇବାକୁ ମିଳିବ, ଆଉ ବାହାରେ ଖେଳିବାକୁ ମଧ୍ୟ ମିଳିବ, ଏବଂ ବାହାରେ ମୁଁ କାଗଜ ଡଙ୍ଗା ଭସେଇ ପାରିବି, ବାହାରେ ମୁଁ ପାଣିରେ ଖେଳିପାରିବି। ତ ଗୋଟେ ଏଇ ଯେଉଁ ମଜା, ଏଇ ଯେଉଁ ଆନନ୍ଦ, ୟାକୁ ହୃଦୟ ସହିତ ନେବା ଦରକାର। ବର୍ଷା ଋତୁ ଘୃଣା ନ କରିକି ତାକୁ ଆପଣେଇ ନେବା ଦରକାର। ତାକୁ କଥାରେ ଅଛି ନା, ଯେଉଁ ଜିନିଷ ହୃଦୟରୁ ଆପଣାନ୍ତି ସେଇ ଜିନିଷଟା ମନରେ ରହିଯାଏ। ହୃଦୟରୁ ଆପଣ ସ୍ୱୀକାରିଲେ ହିଁ ସେଇ ଜିନିଷଟା ଆପଣଙ୍କ ପାଖରେ ରହିବ, ବା ଆପଣ ତାକୁ ପ୍ରେମ କରିପାରିବେ। ଆପଣ ଏଇ ଋତୁକୁ ଯଦି ହୃଦୟରୁ ଆପଣେଇବେ ନା, ତ ଆପଣଙ୍କ ପାଇଁ ବହୁତ ଭଲ ହେବ, ଆଉ ଆପଣଙ୍କୁ ମଧ୍ୟ ଆନନ୍ଦ ମିଳିବ ଏଇ ଋତୁରେ। ତେବେ ମୋର ଏଇ ଭିଡ଼ିଓ ବନେଇବାର କାରଣ ଏହା ଥିଲା ଯେ ଏଇ ଯେଉଁ ଆଷାଢ଼ ଶ୍ରାବଣ, ଏଇ ଯେଉଁ ଆଷାଢ଼ ମାସ, ଏଇ ସମୟ ତ ରଥଯାତ୍ରା ଆପଣ ଦେଖିଲେ, ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେଉଛି। ତ ଏଇ ସମୟରେ ଏଇ ଉତ୍ସବ ବା ଏଇ ଆନନ୍ଦ ପର୍ବ ପାଳନ କରନ୍ତୁ, ଆକୁ ହୃଦୟ ସହିତ ମନାନ୍ତୁ ଏବଂ ଜୀବନରେ ଉପଯୋଗ କରନ୍ତୁ, ବହୁତ ଭଲ ଲାଗିବ। ତେବେ ଆଇ ହୋପ୍ ଆପଣ ମୋ କଥା ବୁଝିପାରିଥିବେ। ତ ମୁଁ ଏ ଭିଡ଼ିଓଟି ଏତିକି ରହୁଛି। ଯଦି ମୋ ଭିଡ଼ିଓଟି ଭଲ ଲାଗିଲା ତ ଲାଇକ୍ ସେ ସବସ୍କ୍ରାଇବ୍ କରିଦିଏ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମି। ଥ୍ୟାଙ୍କ ୟୁ।